ଯୀଶୁ ନାମ ଶ୍ରେଷ୍ଠ ନାମ ଏବଂ ଜୀବନର ଶ୍ୱାସ ପାଇବି ତ ସମୟରେ ମୋ ପାଇଁ ପ୍ରାର୍ଥନା କରନ୍ତୁ କହିଥିଲେ। ଆଉ ଗୋଟେ କଥା କହିଥିଲେ, ମୋର ବଡ଼ ଦୁର୍ଭାଗ୍ୟ ଯେ ଆପଣମାନଙ୍କ ପାଖକୁ ମୁଁ ଯାଇପାରୁନି। ମୋ ଯିବାର ଇଚ୍ଛା ଅଛି କିନ୍ତୁ ବାଧ୍ୟବାଧକତାରେ ମୋତେ ଯିବାକୁ ପଡ଼ୁନି ସେ ଜାଗାମାନଙ୍କୁ ବୋଲି କହିଥିଲେ। ଯେତେବେଳେ ଅସୁସ୍ଥ ହେଲେ ଖବର ଶୁଣିଲା ମାତ୍ରେ ମୁଁ ତାଙ୍କ ମାଆକୁ ଫୋନ୍ କଲି, ହ୍ୟୁମାନ ସାର୍ଙ୍କ ମାଆଙ୍କ ସହିତ କଥା ହେଲି। କେତେବେଳେ ଚାଲିଯିବ ଜୀବନ ଗୀତରେ ଟିକେ ବହୁତ ଦୁଃଖ କଲେ, ଏ ଲେଖାଟା ବହୁତ ଆଘାତ ଦଉଛି। ଆଉ ଅଛି ଦିନେ ମରଣ ଟାଇମରେ ପ୍ରତିଟି ଗୀତ ଗାଉ ମାନେ ଲାଇନ୍ ଗୁଡ଼ାକ ଗାଇ ଗାଇ ଏଇଟା ମୋ ପାଇଁ ଲେଖିଛ ନା ମୋ ପାଇଁ ଲେଖିଛ ନା କହୁଥିଲେ। ବୋଲେ ମୋ ପାଇଁ ଲେଖିଛ କି ବୋଲି ସେ ଗାଉଥିଲେ ଗୋଟେ ଲାଇନ୍ ଆଉ କହୁଥିଲେ। ପ୍ରଭାବ ପଡ଼ିଥିଲା। ମାଡ଼ି ଆସୁଛି ଗୀତ ବେଳକୁ ବେଶୀ କାନ୍ଦିଥିଲେ ସେ। ଆପଣଙ୍କ ଜୀବନରେ ହ୍ୟୁମାନ ସାଗର ସାରଙ୍କୁ ଆପଣ କେବେ ପ୍ରଥମେ ଦେଖା ହେଇଥିଲେ? ସାର୍ ମୋର ତ ମନେ ଅଛି 2016 ସାଲରେ ଆମ ଗାଁରେ ଯେତେବେଳେ ଗୋଟିଏ ଗଜପତିରେ ତ ହୁଏ ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀ ଦ୍ୱାରା ଗୋଟେ ସଭା ଆୟୋଜନ ହୁଏ। ତ ଆମ ଗାଁରେ ଗୋଟେ 93ତମ ମହାସଭା ଅନୁଷ୍ଠିତ ହେବାର ଥିଲା। ଆଉ ସେଇ ସମୟରେ ଗୋଟିଏ ସଙ୍ଗୀତ ଅର୍ଘ୍ୟ କ୍ୟାସେଟ୍ ଯୋଡ଼ା ଅଡ଼ିଓ ସିଡ଼ି କରାହେଉଥିଲା। ପ୍ରାୟ 7ଟି ଗୀତ ସେଇଠି ଆମେ ରେକର୍ଡ଼ କରିଥିଲୁ ସିମ୍ଫୋନି ଷ୍ଟୁଡ଼ିଓରେ, କଟକର ସିମ୍ଫୋନି ଷ୍ଟୁଡ଼ିଓରେ। ସେଇଠି ଗୋଟେ ଗୀତ ତାଙ୍କୁ ଦିଆଯାଇଥିଲା। ସେଇଠି ପ୍ରଥମ ଦେଖା ହେଇଥିଲା ହ୍ୟୁମାନ ସାଗରଙ୍କ ସହିତ। ସେ ଗୀତ କୋଉ ଗୀତ ଥିଲା ସାର୍? ସେଇଟା ହେ ପରମ ଈଶ୍ୱର। ଆପଣ ୟୁଟ୍ୟୁବରେ ଶୁଣିଥିବେ ସେଇ ଗୀତ। ଆଚ୍ଛା 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 2016 ବେଳେ? 2016 ଫେବୃଆରୀ ମାସରେ ବୋଧେ ସେଇଟା ହେଇଥିଲା, ମନେ ପଡ଼ୁନି ଏକ୍ଜାକ୍ଟ ଡେଟ୍ଟା। ତାପରେ ଆମର 2019ରେ ତାପରେ ବ୍ୟାକ୍ ଟୁ ବ୍ୟାକ୍ ତ ମୋର ଗୀତ ଆସିଲା। ତାଙ୍କ ଭଏସ୍ରେ ଆମେ ବହୁତ ଗୀତ ରେକର୍ଡ଼ କଲୁ। ପ୍ରାୟ ମୋର 12ଟା ଗୀତ ଏମିତି ଗାଇଛନ୍ତି, ମାନେ ଖ୍ରୀଷ୍ଟିଆନ ଡିଭୋସନାଲ ସଙ୍ଗ। ଆପଣ ଶୁଣିଥିବେ କେତେବେଳେ ଚାଲିଯିବ ଜୀବନ। ହଁ, ଆପଣଙ୍କର ଗୀତ ଯାକ ହିଁ ଆମେ ପ୍ରଥମେ ଖ୍ରୀଷ୍ଟିଆନ ଗୀତ ଗୁଡାକ ୟୁଟ୍ୟୁବରେ ଦେଖିବାକୁ ପାଇଲୁ, ଆଉ ସମସ୍ତେ ସେଇଟା ଜାଣନ୍ତି। ଆପଣ ସବୁବେଳେ ତାଙ୍କ ସହିତ ଯୋଉ ରେକର୍ଡିଂ ସମୟରେ ହଉ ଯାହା ହଉ ତାଙ୍କ ସହିତ ଭେଟ ହଉଥିଲେ, ତ ତାଙ୍କର ମାନେ ଏଇ ଯୋଉ ପରିସ୍ଥିତି ଆରମ୍ଭ ହେଲା, ତାଙ୍କର ଯୋଉ ଶରୀର ଦୁର୍ବଳତା ହଉ କିମ୍ବା ସେ ସବୁବେଳେ କହୁଥିଲେ ଇଣ୍ଟରଭ୍ୟୁ ଗୁଡାକରେ ଯେ ତାଙ୍କର ମାନସିକ ଚାପ ରହୁଥିଲା, ସେଇଟା ଆପଣ କେବେ ଅନୁଭବ କରିଥିଲେ କି? ନାଇଁ, କେବେ ଆମେ ଅନୁଭବ କରିନାହୁଁ, କେବେ ମଧ୍ୟ ଆମକୁ ପ୍ରକାଶ କରିନାହାନ୍ତି ଏ ବିଷୟରେ। ସେମାନେ ଆସୁଥିଲେ, ଭଲରେ କଥା ହଉଥିଲେ, ଗୀତ ରେକର୍ଡ କରିକି ସାରି ଯାଉଥିଲେ। କିନ୍ତୁ ତାଙ୍କର ନିଜର ଲାଇଫ୍ ଷ୍ଟୋରି ବିଷୟରେ କିମ୍ବା ମେଣ୍ଟାଲି ପ୍ରେସର ବିଷୟରେ କିମ୍ବା ତାଙ୍କର ଅସୁସ୍ଥତା ବିଷୟରେ କିଛି ଆମକୁ ପ୍ରକାଶ କରିନାହାନ୍ତି। କେବଳ ପ୍ରାର୍ଥନା କରନ୍ତୁ। ଶେଷ ସମୟରେ ଆମେ ଯାଇଥିଲୁ ଯେତେବେଳେ, ଯୀଶୁ ନାମ ଶ୍ରେଷ୍ଠ ନାମ ଏବଂ ଜୀବନର ଶ୍ୱାସ ପାଇବି ତ ସମୟରେ ମୋ ପାଇଁ ପ୍ରାର୍ଥନା କରନ୍ତୁ କହିଥିଲେ। ଆଉ ଗୋଟେ କଥା କହିଥିଲେ, ମୋର ବଡ଼ ଦୁର୍ଭାଗ୍ୟ ଯେ ଆପଣମାନଙ୍କ ପାଖକୁ ମୁଁ ଯାଇପାରୁନି। ମୋ ଯିବାର ଇଚ୍ଛା ଅଛି କିନ୍ତୁ ବାଧ୍ୟବାଧକତାରେ ମୋତେ ଯିବାକୁ ପଡ଼ୁନି ସେ ଜାଗାମାନଙ୍କୁ ବୋଲି କହିଥିଲେ। ମାନେ ଚର୍ଚ୍ଚ ସଭା ସମିତିକୁ ସେ ଯାଇପାରୁନଥିବା କଥା ସେ ନିଜେ ପ୍ରକାଶ କରିଥିଲେ। ହଁ ହଁ, ମୋର ଏତେ ଦୁର୍ଭାଗ୍ୟ, ଇଚ୍ଛା ଅଛି କିନ୍ତୁ ମୁଁ ଯାଇପାରୁନି ସାର୍, କ'ଣ କରିବି ଏମିତି କହୁଥିଲେ ସେ ସମୟରେ। ମାନେ ସେ ସମୟରେ ଆପଣ ପଚାରିଥିଲେ କ'ଣ ପାଇଁ, କ'ଣ ଅସୁବିଧା ହଉଛି କ'ଣ? ନା, ଆଉ ସେଇଟା ଆଉ ଆମେ କଥାବାର୍ତ୍ତା ହେଇପାରିନଥିଲୁ, କାହିଁକି ନା ରେକର୍ଡିଂ ଥିଲା 2-3ଟି ଗୀତ। ତ ସେମିତି ସେ କହିଲେ ମୋର ଦୁର୍ଭାଗ୍ୟ, ମୁଁ ଯାଇପାରୁନି, ଆପଣମାନଙ୍କ ସହିତ ମୁଁ ଯାଇ ଭେଟ ହେଇପାରୁନି, କ'ଣ କରିବି ଏମିତି କହିଥିଲେ। ନିଶ୍ଚୟ। ତ କଷ୍ଟ ଲାଗୁଛି ଟିକେ ଭାବିଲେ, ଆମ କମ୍ୟୁନିଟିର ପିଲା, ଆମ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପିଲା ସାରା ଓଡ଼ିଶାରେ ଏତେ ଚହଳ ସୃଷ୍ଟି କରିଥିଲେ, ଖ୍ୟାତି ଅର୍ଜନ କରିଥିଲେ, ଅନେକ ମଧୁର ଗୀତ ସେ ଭେଟି ଦେଇଥିଲେ, ଯାହାକି ଛୋଟ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଝୁରୁଛନ୍ତି। ବିଶ୍ୱାସ ହଉନି ହ୍ୟୁମାନ ସାଗର ଆଜି ଆମ ଗଣରେ ନାହାନ୍ତି ବୋଲି। ତ ପ୍ରଥମ ଥର ଆପଣ ଯେତେବେଳେ ତାଙ୍କର ଦେହ ଖରାପ କଥା, ଏମ୍ସରେ ଆଡମିସନ ହେବା କଥା ଯେତେବେଳେ ଶୁଣିଲେ, ତାପରେ ଆପଣ ତାଙ୍କ ପରିବାର ଲୋକମାନଙ୍କ ସହିତ କି କାହା ସହିତ ଆପଣ କଣ୍ଟାକ୍ଟ
କରି ପଚାରି ପାରିଲେ କି ତାଙ୍କର କଣ ହେଇଛି? ଯେତେବେଳେ ଅସୁସ୍ଥ ହେଲେ ଖବର ଶୁଣିଲା ମାତ୍ରେ ମୁଁ ତାଙ୍କ ମାଙ୍କୁ ଫୋନ କଲି, ହ୍ୟୁମାନ ସାରଙ୍କ ମାଙ୍କ ସହିତ କଥା ହେଲି। ଫୋନ କରିବା ସାଙ୍ଗେ ସାଙ୍ଗେ କହିଲେ, ସାର୍ ପ୍ରେଜ୍ ଦ ଲର୍ଡ, ମୋ ପୁଅ ବହୁତ ସିରିୟସ୍ ଅଛି, ପ୍ରାର୍ଥନା କରନ୍ତୁ। ଠିକ ଅଛି ମ୍ୟାଡମ, ସେଥିରେ ଫୋନ କାଟିଦେଲେ। ବହୁତ ସିରିୟସ୍ ଅଛି। ମା ସେତେବେଳେ ଏମ୍ସ ରେ ଥିଲେ? ହଁ ଏମ୍ସ ରେ ଥିଲେ। ମୁଁ ଫୋନ କଲି କେମିତି କଣ ଅଛନ୍ତି ବୋଲି, ହେଲେ ସତରେ ହଁ ବହୁତ ସିରିୟସ୍ ଅଛନ୍ତି ମୋ ପୁଅ, ଆପଣମାନେ ପ୍ରାର୍ଥନା କରନ୍ତୁ, ସେତିକି କହିକି ସେ ଫୋନ କାଟିଦେଲେ। ମାଙ୍କ ସହିତ ଆପଣଙ୍କର ଆଗରୁ ବି ଭଲ ସମ୍ପର୍କ ଥିଲା, କଥାବାର୍ତ୍ତା ହଉଥିଲେ ଫୋନରେ? ତାଙ୍କ ମା ସହିତ ଏମିତି ଆମେ କଥା ହଉଥିଲୁ, ଚାଟିଂ ରେ ହଉ କିମ୍ବା ଫୋନରେ ଏମିତି କଥାବାର୍ତ୍ତା ଚାଲିଥିଲା। ତାଙ୍କ ସହିତ ଆମର ସବୁବେଳେ ସମ୍ପର୍କ ଟିକେ ଥିଲା। କଣ 2 ବର୍ଷ ହେଲା ତାଙ୍କ ମାଙ୍କ ସହିତ ମୋର ସମ୍ପର୍କରେ ମୁଁ ଆସିଲି। ଆମର ପ୍ରଭୁଙ୍କର ଗୀତ ଗୁଡାକ ଯେତେବେଳେ କରାହଉଥିଲା, ମା ଏମିତି କଣ ଆପଣଙ୍କୁ ସହଯୋଗ କରୁଥିଲେ, ଆସୁଥିଲେ କେବେ? ମୁଁ ପଚାରିଥିଲି ଯେ ହଁ ମୁଁ ଏ ସବୁ ଗୀତ ଗୁଡାକ ଶୁଣିଛି। ତାଙ୍କ ମା ବି କହୁଥିଲେ ମୁଁ ଗୋଟିଏ ଗୀତ ରଚନା କରିବି ପ୍ରଭୁଙ୍କ ଗୌରବ ଦେଶରେ, ଆପଣ ସେଇଟା କମ୍ପୋଜ କରନ୍ତୁ କହିଥିଲେ। ଠିକ ଅଛି ମୁଁ କହିଥିଲି, ତା ଅଧୁରା ବି ରହିଗଲା। ମୋ ପୁଅ ଗାଇବେ, ଆପଣ କମ୍ପୋଜ କରନ୍ତୁ, ମୁଁ ରଚନା କରିବି, ଏମିତି କହିଥିଲେ ଥରେ ମତେ। ତ ହେଇପାରିଲାନି। ଆଉ ମୋ ଗୀତ ଗୁଡାକ ସେମାନେ ଶୁଣିଛନ୍ତି, ଯାହା କେତେବେଳେ ଚାଲିଯିବ ଜୀବନ ଗୀତ ହଉ କି କିମ୍ବା ଶେଷ ଘଣ୍ଟି ଗୀତ ହଉ କି ଅଛି ଦିନେ ମରଣ ଗୀତ ହଉ କି ଶେଷ ଘଣ୍ଟି କିମ୍ବା ଆମର ମାଡି ଆସୁଛି ଭୟଙ୍କର ଦିନ, ରେ ମନ ଭାବିଯା ଥରେ, ସେ କୃଷ କଥା ହଉ କି ହେ ପ୍ରଭୁ କେମିତି ବଞ୍ଚିବି, ପ୍ରାୟ ଗୀତ ଗୁଡାକ ସିଏ ତାଙ୍କ ମା ଶୁଣିଛନ୍ତି। ଆପଣଙ୍କର ଗୀତ ଗୁଡାକ ଯେତେବେଳେ ଆପଣ ରଚନା କରିକି ଯାଉଥିଲେ, ନେଉଥିଲେ, ଡବିଂ ସମୟରେ ହଉ କିମ୍ବା ଡବିଂ ପରେ ହଉ କି ରିଲିଜ ହେଲା ପରେ, ସେ ଗୀତର ପ୍ରଭାବ ବିଷୟରେ କଣ ହ୍ୟୁମାନ ସାଗର କେବେ କେବେ କହୁଥିଲେ କି ଆପଣଙ୍କୁ? ଏକ୍ଜାକ୍ଟଲି କହିଛନ୍ତି, 3ଟା ଗୀତରେ କହିଛନ୍ତି। କେତେବେଳେ ଚାଲିଯିବ ଜୀବନ ଗୀତରେ ଟିକେ ବହୁତ ଦୁଃଖ କଲେ ଏ ଲେଖାଟା ବହୁତ ଆଘାତ ଦଉଛି, ମାନେ ସ୍ପର୍ଶ କରିବ, ଯିଏ ଶୁଣିବ ନିଶ୍ଚୟ ତାଙ୍କୁ ଏ ଗୀତ ସ୍ପର୍ଶ କରିବ କଥା କହିଥିଲେ। ଆଉ ଅଛି ଦିନେ ମରଣ ଟାଇମରେ ପ୍ରତିଟି ଗୀତ ଗାଉ, ମାନେ ଲାଇନ ଗୁଡାକ ଗାଇ ଗାଇ ଏଇଟା ମୋ ପାଇଁ ଲେଖିଛ ନା, ମୋ ପାଇଁ ଲେଖିଛ ନା କହୁଥିଲେ। ବାସ୍ତବରେ ମୁଁ ସେଟା ସମସ୍ତଙ୍କ ପାଇଁ ଲେଖା ହେଇଥିଲା, ଯେହେତୁ ମାନବ ସମାଜ ପାଇଁ ଦିନେ ମରଣ ଅଛି ନା। ଆମେ ନିଜ ଧନକୁ ନେଇ ଗର୍ବ କରୁ, ଜ୍ଞାନକୁ ନେଇ, ତ ଥାଉ ଥାଉ ମୋର ଜୀବନ ଯେମିତି ବଦଳିବ, ହେଲେ ମୋ ପାଇଁ ଲେଖିଛ କି ବୋଲି ସେ ଗାଉଥିଲେ ଗୋଟେ ଲାଇନ ଆଉ କହୁଥିଲେ। ପ୍ରଭାବ ପଡିଥିଲା। ମାଡି ଆସୁଛି ଗୀତ ବେଳକୁ ବେଶୀ କାନ୍ଦିଥିଲେ ସେ। ଗୀତ ଗାଇବା ସମୟରେ କାନ୍ଦିଥିଲେ? ହଁ, ଗାଉଛନ୍ତି କାନ୍ଦୁଛନ୍ତି, ଆଖିରୁ ଲୁହ ଯାଉଛି। ସେଠି ଡାଇଲଗ ମଧ୍ୟ ଦେଇଥିଲେ, ପବିତ୍ର ବାଇବଲ ପ୍ରକାଶ କରେ ବୋଲିକି ଡାଇଲଗ ମଧ୍ୟ ଅଛି ସେ ଗୀତରେ। ନିଶ୍ଚୟ କହିଲେ ଆପଣ? ମାଡି ଆସୁଛି ଭୟଙ୍କର ଦିନ, ହେ ପୃଥିବୀ ନିବାସୀ ହୁଅ ସାବଧାନ। ଆଚ୍ଛା ଆଚ୍ଛା ଆଚ୍ଛା, ସେ ଗୀତରେ ସେ ନିଜେ ଡାଇଲଗ ବି ମଧ୍ୟ କହିଛନ୍ତି? ହଁ, ବାଇବଲ ୱାର୍ଡ ଟା ବହୁତ ବଢିଆରେ କହିଲେ। ତାପରେ ସେ ଲେଖା ଗୁଡାକ ସେଠି ପ୍ରତିଟି ଶବ୍ଦ ଗୁଡାକ ବାଇବଲ ରୁ ଆଧାର କରାଯାଇଛି। ସେ ଗୀତଟା କୋଉ ଷ୍ଟୁଡିଓରେ ରେକର୍ଡ ହେଇଥିଲା ସାର୍? ସେଇଟା ଆମର ଏମଆରଆର ଷ୍ଟୁଡିଓରେ ହେଇଥିଲା, କଟକ ଏମଆରଆର ଷ୍ଟୁଡିଓରେ। ଯେତେବେଳେ ସେ ସେମିତି ଇମୋସନାଲ କଥାବାର୍ତ୍ତା କରନ୍ତି, ତାଙ୍କୁ ବେଶୀ କଷ୍ଟ ଲାଗିଥିଲା। ମଣିଷର ମାଂସ ମଳ ପରି ହବ ଆଉ ମଣିଷର ରକ୍ତ ଧୂଳି ପରି ହବ, ବାଇବଲରେ ଲେଖା ହଉଛି। ହେଲେ ସେଇ ୱାର୍ଡ ଥିଲା, ମାନେ ତାରାଗଣ ମଧ୍ୟ ବାସ କଲେ ପ୍ରଭୁ ଟାଣିକି ଆଣିବେ, ଓହ୍ଲେଇକି ଆଣିବେ, ସେଠୁ ତଳକୁ ଆଣିବେ ଶେଷ ଦିନରେ, ସେମିତି ଲେଖା ହଉଛି। ତ ଏ ଲେଖା ଗୁଡାକ ସେ ପଢିକି ଗାଉଛନ୍ତି, କାନ୍ଦୁଛନ୍ତି। ସେଟା ମୋର ମନେ ଅଛି। ନିଶ୍ଚୟ ହ୍ୟୁମାନ ସାଗର ମାନେ ଇମୋସନାଲ ପର୍ସନ ଟା, ତାଙ୍କୁ ମାନେ ରିସିଭ କରିବାଟା, ବିଲିଭ କରିବାଟା ଗୋଟେ ବହୁତ ମାନେ ବଡ ବିଷୟ। ତାଙ୍କେ ମାନେ କଠୋର ନଥିଲେ, ଏତେ ସବୁ ଜଣା ପଡି ଯାଉଛି। ତାକୁ କହୁଥିଲେ ଭଲ ଲାଗେ ଖ୍ରୀଷ୍ଟିଆନ ଗୀତ ଗୁଡାକ, ଦିନେ ଏମିତି ଘଟିବ, ବାସ୍ତବ କଥା। ମୁଁ ବି ପଢୁଛି ବାଇବଲ, ଏମିତି ସବୁ କହୁଥିଲେ। ପରେ ପରେ କଣ ହେଲା କିଛି ଆମେ ଜାଣିପାରିବା ନାହିଁ। ଆପଣଙ୍କୁ କେମିତି ଲାଗୁଛି ତାଙ୍କର ଶେଷ ସମୟ ପର୍ଯ୍ୟନ୍ତ ତାଙ୍କ ସହିତ ତାଙ୍କ ନିଜ ଲୋକ ରହୁନଥିଲେ, ତାଙ୍କର ପରିବାର କିମ୍ବା ତାଙ୍କର ଗାଁ ଲୋକ ହଉ କିମ୍ବା ତାଙ୍କର ଭାଇ ବନ୍ଧୁ ଯେକୌଣସି ପାଖାପାଖି ଲୋକ ମଧ୍ୟ ରହିବା କଥା, କେହି ରହୁନଥିଲେ, ସେ ସିଙ୍ଗଲ ରହୁଥିଲେ? ମାନେ ଚାପଗ୍ରସ୍ତ ଯେତେବେଳେ ଥିଲେ, ସିଏ ନିଜ ସ୍ତ୍ରୀ ନିଜ ଛୁଆକୁ ଧରି ପଳେଇଲେ। ତାଙ୍କ ଜୀବନରେ ମାନସିକ ଚାପ ରହିଲା, ମା ଦୂରରେ ରହିଲେ, କିଏ ରହୁନଥିଲେ। ବୋଧେ କଣ ହେଇଛି ସତ୍ୟତା କିଛି ଜଣା ପଡୁନି। ଘରେ କିଏ ନଥିବାରୁ ବୋଧେ ଚାପଗ୍ରସ୍ତ ହେଲେ। ଲୋକମାନଙ୍କର ବେଡ କମେଣ୍ଟ ଗୁଡାକ ବୋଧେ ଆଘାତ ଦେଲା, ଆଉ ଲୋକମାନେ ଟାହି ଟାପରା ବୋଧେ ଘୃଣା କଲେ। କାହିଁକି ଜଗନ୍ନାଥ ଭୋଜନ ଗାଉନି ବୋଲି ଅନେକ ଲୋକ ନିନ୍ଦା କରିଛନ୍ତି। ତାଙ୍କ ଦେହ କାହିଁକି ପତଳା ହଉଛନ୍ତି ବୋଲି ନାନା ରକମର କଥା ଲୋକମାନେ ସୋସିଆଲ ମିଡିଆରେ ଛାଡିଲେ। ତାହା ବୋଧେ ତାଙ୍କୁ ବେଶୀ ଶକ୍ତ ଆଘାତ ଦେଇଛି। ଆଉ ଜୀବନରେ କଣ କରିବି,
ଏତେ ସଫଳତା ପାଇଲା ପରେ ମଧ୍ୟ ଏତେ ମୋ ଜୀବନରେ ଶାନ୍ତି ନାହିଁ ବୋଲି ଭାବି କଣ କଲେ କିଛି ଜଣା ପଡୁନି। ତାଙ୍କ ଦେହ ଅସୁସ୍ଥ ବିଷୟରେ ତ ଏବେ ଗୋଟେ 6 ମାସ ହବ ମୁଁ ଶୁଣିବାକୁ ପାଉଛି। ତାଙ୍କର ଅସୁସ୍ଥତା ପାଖାପାଖି କେତେ ସମୟ ହଉଥିବ ଆରମ୍ଭ ହେବା? ଏକ୍ଜାକ୍ଟଲି ରେଟ୍ ତ ଠିକରେ କହିହବନି, କିନ୍ତୁ ଅଗଷ୍ଟ ମାସ ପରଠାରୁ ତାଙ୍କର ଦେହ ଟିକେ ଖରାପ ହେବା କଥା ମୁଁ ଶୁଣିବାକୁ ପାଉଛି ସାର୍। ତଥାପି ଭଲରେ ଥିଲେ, ଟ୍ରିଟମେଣ୍ଟ କରାଉଥିଲେ, କିନ୍ତୁ ଷ୍ଟେଜ ପ୍ରୋଗ୍ରାମ ଗୁଡାକ ଥିବା ସକାଶେ ବୋଧେ ଦେହ ଅସୁସ୍ଥ ହେଲେ ମଧ୍ୟ ଷ୍ଟେଜ ପ୍ରୋଗ୍ରାମ କଲେ, ଯାହା ମତେ ଏଇଟା ଠିକ ଲାଗିଲା ନାହିଁ। ଦେହ ଖରାପ ଥିଲେ ମନା କରିବା କଥା, ଷ୍ଟେଜ ଉପରକୁ ଯିବା କଥା ନାହିଁ, କ୍ୟାନସେଲ କରିବାର ଥିଲା ପ୍ରୋଗ୍ରାମ ଗୁଡାକ। ଆଗ ନିଜ ଶରୀରକୁ ଦେଖିବା କଥା, ଡାକ୍ତରଙ୍କ ପରାମର୍ଶ ନେବା କଥା। ଯେହେତୁ ବୋଧେ କମିଟମେଣ୍ଟ କରିଦେଇଥିଲେ, ପ୍ରୋଗ୍ରାମ ଗୁଡାକ ଆଡଭାନ୍ସ ବୁକ୍ ହେଇଯାଇଥିଲା ବୋଧେ, ତ ବାଧ୍ୟକତାରେ ଗଲେ ବୋଧେ। ସେରା ସତ୍ୟତା କିଛି ଜଣା ପଡୁନି, ଏବେ ମଧ୍ୟ ମିଷ୍ଟ୍ରି ରହିଛି, ରହସ୍ୟ ମଧ୍ୟରେ ଅଛି। ଓଡିଶାର ଇତିହାସରେ ସଙ୍ଗୀତ ଜଗତରେ କେବେ ମଧ୍ୟ ଏମିତି ଜଣେ କଣ୍ଠଶିଳ୍ପୀ ଆସିନଥିଲେ ଯିଏକି ସାରା ଓଡିଶାକୁ ନିଜ ଆୟତରେ ରଖିପାରିଥିଲେ। ତ ଏଇଟା ଯୋଉ ତାଙ୍କର ଯୋଉ କଣ୍ଠର ଯୋଉ ଥିଲା କମାଲଟା, ଏଇଟାକୁ ଆପଣ କଣ ଭାବୁଛନ୍ତି? ଗଡ ଗିଫ୍ଟେଡ ବୋଲି ଭାବୁନାହାନ୍ତି? ବାସ୍ତବରେ ପ୍ରଭୁଙ୍କର ଦାନ ଥିବା ସକାଶେ ଆମ ଖ୍ରୀଷ୍ଟିଆନ କମ୍ୟୁନିଟିର ପିଲା ଏଭଳି ଗୋଟେ ସ୍ୱର ପାଇଥିଲେ। ଆମେ ଓଡିଶା ସଙ୍ଗୀତରେ ଏଭଳି କଣ୍ଠଶିଳ୍ପୀକୁ ପାଇନୁ, ଦେଖିନୁ, ଆଗକୁ ମଧ୍ୟ ଦେଖିପାରିବୁ ନାହିଁ ବୋଲି ବିଶ୍ୱାସ କରୁଛୁ। ଯେହେତୁ ଏମିତି ଭଏସ୍ ତାଙ୍କର ଥିଲା, ଏହା କେବଳ ପ୍ରଭୁଙ୍କର ଦାନ, ଈଶ୍ୱରଙ୍କର ଦାନ ହିଁ ଥିଲା। ମାନେ ଗୀତ ଗାଇବାର ଶୈଳୀ ଯାହା ଥିଲା କାହା ପାଖରେ ନଥିଲା, ତାଙ୍କ ପାଖରେ ହିଁ ଥିଲା। ତାଙ୍କର ଭଏସ୍ ଟିମ୍ବର ହିଁ ତାଙ୍କୁ ଏତେ ବାଟ ଆଣିଲା। ଯେଉଁ ପ୍ରକାର ଗୀତ ଦିଅନ୍ତୁ, ଯେ କଷ୍ଟିକିଆ ଗୀତ ମଧ୍ୟ ଗାଇ ଦେଉଥିଲେ, ସେ ଯେମିତି ପ୍ରକାର ଗୀତ ହଉନା କାହିଁକି ଅତି ଇଜିଲି ଗାଇ ଦେଉଥିଲେ, ମିଠାରେ ଗାଉଥିଲେ। ଯୋଉ ଆମର ଖ୍ରୀଷ୍ଟିଆନ ଗୀତ ଗୁଡାକ ମଧ୍ୟ ସେ ଯୋଉ କେତେ ବନେଇଥିଲେ, सोना आंगन ହଉ କି ବା मेरा यीशु है महान, मेरे यीशु है महान, ତାପରେ କତରା କତରା, ଏ ଗୀତ ଗୁଡାକ ସେ ଯୋଉ ବନଉଥିଲେ, ସେ ଗୀତ ଯାକ ଶୁଣିଲେ ବୋଧେ ଆମର ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେମିତି ମ୍ୟୁଜିକ ଡାଇରେକ୍ଟର ମଧ୍ୟ ସେମିତି କମ୍ପୋଜ କରିପାରିବନି, ସେମିତି ଗୀତ ଲେଖିପାରିବନି। ଏକ୍ଜାକ୍ଟଲି ସେ ଜଣେ ମ୍ୟୁଜିକ ଡାଇରେକ୍ଟର କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ଭଲ ଗୀତ ଗାଉଥିଲେ ଆଉ ମ୍ୟୁଜିକ କମ୍ପୋଜ କରୁଥିଲେ, ସ୍ୱର ବାହାର କରିବା ଗୁଣ ତାଙ୍କ ପାଖରେ ଥିଲା। ଆଗାମୀ ଦିନରେ ସିନେମାରେ ମଧ୍ୟ ତାଙ୍କୁ 2ଟି ଗୀତରେ ମ୍ୟୁଜିକ ଡାଇରେକ୍ସନ ଦେବା ପାଇଁ ସୁଯୋଗ ମିଳିଥିଲା। ତାଙ୍କ ମା ମଧ୍ୟ କହୁଥିଲେ ଟ୍ୟୁନ୍ ବହୁତ କରିଛନ୍ତି, ରେକର୍ଡ କରି ରଖିଛନ୍ତି ସିନେମାରେ ଦେବା ପାଇଁ ବୋଲି ଏମିତି କହୁଥିଲେ। ମାନେ ମ୍ୟୁଜିକ କମ୍ପୋଜ କରିବା ଗୁଣ ବି କ୍ୱାଲିଟି ତାଙ୍କ ପାଖରେ ଥିଲା। ସେଥିପାଇଁ ଏତେ ବଢିଆ ଗୀତ ଗୁଡାକ सोना आंगन ହଉ, ଯାହା ଆପଣ କହିଲେ କାତରା କାରା ଗୀତ ହଉ, मेरा यीशु है महान, कैसी है दुनिया चाल, ଏ ଗୀତ ଗୁଡାକ ବଢିଆ କମ୍ପୋଜ। कैसे है दुनिया, ଏ ଯାକ ସେ ନିଜେ ବନଉଥିଲେ। ତାଙ୍କ ଭାଇ ଯୋଉ ନ୍ୟୁମ୍ୟାନ ସାଗର, ସେ ଗୀତ ରଚନା କରୁଥିଲେ, ସେ ମ୍ୟୁଜିକ ଦଉଥିଲେ, ଇଏ ରଚନା କରୁଥିଲେ, ଇଏ ମ୍ୟୁଜିକ ଦଉଥିଲେ, ଗାଉଥିଲେ। ତାଙ୍କର ଗୋଟେ ଜିହୋବା ଜିରି ବ୍ୟାଣ୍ଡ ଥିଲା। ପ୍ରଥମେ ପ୍ରଭୁଙ୍କର ଗୀତ ଗାଇ ସେମାନେ ଆସିଥିଲେ। ମାନେ ପ୍ରଥମେ ତାଙ୍କର ଜିହୋବା ଜିରି ବ୍ୟାଣ୍ଡ ମାଧ୍ୟମରେ ୱାର୍ସିପ ସେମାନେ କରୁଥିଲେ। ଆଚ୍ଛା ଆଚ୍ଛା। ଅମିତ ପାଣି ସାରଙ୍କ ଗୀତ ଶୁଣି ଶୁଣି ତାଙ୍କ ପ୍ରେରଣାରେ ସେ ତାଙ୍କ ଆଦର୍ଶ ମାନିକି ଆଗକୁ ବଢିଥିଲେ, ଏହା କହିଛନ୍ତି। ନିଶ୍ଚୟ ନିଶ୍ଚୟ। ଅମିତ ପାଣି ସାରଙ୍କର ଗୋଟେ ଗୀତ କମ୍ପୋଜ କରିବା ସମୟର ଭିଡିଓ ୟୁଟ୍ୟୁବରେ ମୁଁ ଦେଖିବାକୁ ପାଇଥିଲି। ତ ସେ ଗୀତ ବାସ୍ତବରେ କଣ ଥିଲା? ସେ ଗୀତ ହ୍ୟୁମାନ ସାଗର ନିଜେ ଗାଇଥିବାର ମଧ୍ୟ ମୁଁ ମାନେ ମ୍ୟୁଜିକ ଗୀତ ମୁଁ ଶୁଣିଛି। ତ ଅସାର ଦୁନିଆ ତୀରେ ଗୀତ, ଅସାର ଦୁନିଆ ତୀରେ, ସେଇଟା ଗୀତ ପ୍ରଥମେ କିଏ ଗାଇଥିଲା? ଗୀତ ବହୁତ ବଢିଆ ଗୀତ ଅମିତ ପାଣି ଗାଇଛନ୍ତି। ସେଟା 2004 ମସିହାରେ ଗାଇଛନ୍ତି। ସେ ସମୟରେ ବହୁତ ବଢିଆ ଗାଇଛନ୍ତି ଅମିତ ପାଣି। ତାକୁ ଭେରିଏସନ କରିକି ଏବେ ହ୍ୟୁମାନ ସାଗର ଗାଉଥିଲେ। ଗୋଟେ ଭିଡିଓ ମଧ୍ୟ ଭାଇରାଲ ହେଇଥିଲା। ଅମିତ ପାଣି ସାର୍ ଥିଲେ, ହ୍ୟୁମାନ ସାଗର ସେଇଠି ଥିଲେ। ପ୍ରସାଦ ଲିମା ସାର୍ ମଧ୍ୟ ସେଇଠି ଅଛନ୍ତି। ସେ ଗାଉଥିଲେ, ଯେହେତୁ ସଣ୍ଡେ ସ୍କୁଲ ଛାତ୍ର ଥିଲେ। ସେ ଜଣେ ସିଏ ନାଇଚର ଟିଟଲାଗଡର ଛାତ୍ର, ସଣ୍ଡେ ସ୍କୁଲ ଛାତ୍ର। କଣ କରିବେ, ପରିସ୍ଥିତି ବୋଧେ ବାଧ୍ୟ କଲା, ତ ଦାସତ୍ୱ ବନ୍ଧନରେ ବନ୍ଧା ହେଇଗଲେ। ଆପଣଙ୍କୁ ଲାଗୁନାହିଁ କି ହ୍ୟୁମାନ ସାଗର ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ତାଙ୍କର ଦୃଷ୍ଟି ଥିଲା ଅଲଗା ପ୍ରକାର, କିନ୍ତୁ ଅଲଗା ବାସ୍ତବରେ ଅଲଗା ହେଇଗଲା? ତାଙ୍କର ଅବଦାନ ଯଥେଷ୍ଟ ସଙ୍ଗୀତ ଜଗତ ପାଇଁ, କିଏ ଭୁଲି ପାରିବେ ନାହିଁ। ଆମ ଓଡିଶା ଖ୍ରୀଷ୍ଟୀୟ ସଙ୍ଗୀତ ଜଗତ ପାଇଁ ହଉ କିମ୍ବା ଓଡିଶା ସଙ୍ଗୀତ ଜଗତ ପାଇଁ ତାଙ୍କର ଅବଦାନ ଯଥେଷ୍ଟ। 10,000 ଉର୍ଦ୍ଧ୍ୱ ଗୀତ ଗାନ କରିଦେଲେ। ତାଙ୍କର ଇଚ୍ଛା ଥିଲା ଆଗକୁ ନେବା ପାଇଁ। ତାଙ୍କ ଦ୍ୱାରା ହିଁ ଆମ ଓଡିଆ ଇଣ୍ଡଷ୍ଟ୍ରି ହଉ କିମ୍ବା ଓଡିଆ ଖ୍ରୀଷ୍ଟିଆନ ଇଣ୍ଡଷ୍ଟ୍ରି ଏତେ ଦୂର ଆଗକୁ ଗଲା, ହ୍ୟୁମାନ ସାଗର ଯୋଗୁଁ।
ବର୍ତ୍ତମାନ ଯେତିକି ସବୁ ଆମର ଖ୍ରୀଷ୍ଟିଆନ ହଉ କିମ୍ବା ଯେତିକି ଆଧୁନିକ ଗୀତ ଗୁଡାକ ଚ୍ୟାନେଲ ଗୁଡାକ ଯୋଉ ଥିଲେ ହ୍ୟୁମାନ ସାଗରଙ୍କର ଗୀତ ଦ୍ଵାରା ବଢିଥିବା ଚ୍ୟାନେଲ ଗୁଡାକ ଏବେ ବର୍ତ୍ତମାନ କଣ ହବ ବୋଲି ଆପଣ ଭାବୁଛନ୍ତି? କାଇଁ ଆଶା ଲାଗୁନି, ଯେହେତୁ ଆଗକୁ ଏଭଳି ମାତ୍ରାରେ ଗୀତ ପ୍ରସ୍ତୁତ ହବ, ଏଭଳି ଲୋକମାନେ ଭଲ ପାଇବା ଦେବେ, କାହିଁ ବିଶ୍ୱାସ ଟିକେ ହଉନି। ହ୍ୟୁମାନ ସାଗର ଚାଲିଗଲା ପରଠାରୁ ସବୁ ଖାଲି ଖାଲି ପଡିଛି। ଆଗକୁ ଏଭଳି ଗୀତ ପ୍ରସ୍ତୁତ ହବ କିମ୍ବା ୟୁଟ୍ୟୁବ ଚ୍ୟାନେଲ ବାହାରିବ କିମ୍ବା ମ୍ୟୁଜିକ ଡାଇରେକ୍ଟର ବାହାରିବେ କିମ୍ବା ଅନେକ ଲିରିକ୍ସ ବାହାରିବେ, ଏମିତି କିଛି ଲାଗୁନି। ଦେଖାଯାଉ କଣ ହଉଛି। ଆପଣଙ୍କ ଚ୍ୟାନେଲ ରୁ ସବୁଠୁ ମାନେ ଅଧିକା ପପୁଲାର ଗୀତ କୋଉ କୋଉ ଗୀତ ହ୍ୟୁମାନ ସାଗର ଗାଇଥିଲେ? ହେ ପ୍ରଭୁ କେମିତି ବଞ୍ଚିବି, ତୁମ ବିନା ଦୁନିଆ ତ ଅନ୍ଧାର ଲାଗେ, ମାଡ଼ି ଆସୁଛି ଭୟଙ୍କର ଦିନ, କିମ୍ବା ଯୀଶୁ ଜନମର ଅଭିନନ୍ଦନ ଗୀତ, ଯୋଉ ଅଭିବାଦନ ଗୀତ, ଅଭିନନ୍ଦନ ବୋଲି ଗୀତଟା ଅଛି ମୋର, ଡ୍ୟାନ୍ସ ଗୀତଟା ସାରା ଓଡିଶାରେ ଚହଳ ସୃଷ୍ଟି କରିଥିଲା ସେ ଗୀତ। ଆଉ ଆପଣ କେତୋଟି ଗୀତ ଆହୁରି ରଖିଥିଲେ ହ୍ୟୁମାନ ସାଗର ପାଇଁ ମୁଁ କରିବି? ବର୍ତ୍ତମାନ ଦୁଇଟି ଟ୍ରାକ୍ ମୁଁ ପ୍ରସ୍ତୁତ କରିଥିଲି ଏ ବଡ ଦିନ ପାଇଁ, ଆଉ ଗୋଟେ ନ୍ୟୁ ଇୟର ପାଇଁ ଗୋଟେ କରାହେଇଥିଲା ଦୁଇଟି ଗୀତ। ତାଙ୍କୁ ଦେବା ପାଇଁ ହେଇଥିଲେ, ଗୋଟେ ଗୀତ ମୋର ଥିଲା ଏକ୍ସମାସ ପାଇଁ, ଆଉ ଗୋଟେ ଥିଲା ଆମର ନ୍ୟୁ ଇୟର ପାଇଁ। ସେଇଟା ଟ୍ରାକ୍ ହେଇଯାଇଥିଲା ଅଲରେଡି, ତାପରେ ତାଙ୍କ ଦୁଃଖଦ ଖବର ଶୁଣି ତାହା ଏମିତି ସ୍ଥଗିତ ଅବସ୍ଥାରେ ଅଛି। ସେ ଗୀତ ନୂଆ ପ୍ରୋଜେକ୍ଟ ଉପରେ ଆଲୋଚନା ହେଇଥିଲା ନା ନାଇଁ? ନାଇଁ ହେଇନଥିଲା, ମାନେ ସମାନ ଯେତେବେଳେ ସମୟ ହବ ତ ଡିସେମ୍ବର ଫାର୍ଷ୍ଟ ୱିକ୍ କିମ୍ବା ନଭେମ୍ବର ଲାଷ୍ଟ ୱିକରେ ରେକର୍ଡିଂ କରିବା, ଏମିତି ଆଶା ଥିଲା ଆମର। ଆପଣଙ୍କର ତାଙ୍କ ସହିତ ଫୋନରେ ଡାଇରେକ୍ଟ କଥାବାର୍ତ୍ତା ହଉଥିଲା ନା? ଆଗରୁ କଥାବାର୍ତ୍ତା ହଉଥିଲୁ, କିନ୍ତୁ ତାଙ୍କ ମ୍ୟାନେଜର ସହିତ ହିଁ ବର୍ତ୍ତମାନ କଥାବାର୍ତ୍ତା ହେବାକୁ ପଡୁଥିଲା। 3-4 ବର୍ଷ ପୂର୍ବରୁ ତାଙ୍କ ସହିତ ଆମେ କଥା ହଉଥିଲୁ, କିନ୍ତୁ ଏବେ ତାଙ୍କ ସହିତ କେବେ କଥା ହେଇ ପାରୁନଥିଲୁ। ତାଙ୍କ ମ୍ୟାନେଜର ହିଁ ସବୁ ହ୍ୟାଣ୍ଡେଲ କରୁଥିଲେ। ରେକର୍ଡିଂ ପାଇଁ ବି ମ୍ୟାନେଜର ହିଁ ହ୍ୟାଣ୍ଡେଲ କରୁଥିଲେ? କେବେ ଡେଟ୍ ଦେଲେ ଆମେ ଯାଉଥିଲୁ, ଷ୍ଟୁଡିଓ ସହିତ ଆମେ କଣ୍ଟାକ୍ଟ କରୁଥିଲୁ, ଯେଉଁ ଷ୍ଟୁଡିଓ କଥା ହେଲେ କେବେ ଡେଟ୍ ଦେଇପାରିବେ, କିନ୍ତୁ ଡାଇରେକ୍ଟ ଆମେ କଥା ହେଇ ପାରୁନଥିଲୁ। ଆଉ ଯାହା ବି ପେମେଣ୍ଟ କରିବା କଥା ତାଙ୍କ ମ୍ୟାନେଜରକୁ ହିଁ ପେମେଣ୍ଟ କରୁଥିଲୁ। ରେକର୍ଡିଂ ପଇସା ମଧ୍ୟ ମ୍ୟାନେଜରକୁ ହିଁ ଦେବାକୁ ପଡୁଥିଲା? ହଁ, ଷ୍ଟୁଡିଓ ସହିତ କଣ୍ଟାକ୍ଟ କରି ହିଁ ଆମେ ଯାଉଥିଲୁ, ଯେବେ ଡେଟ୍ ଦେଲେ ସେ ଡେଟ୍ ଅନୁସାରେ ଆମେ ଗୀତ ରେକର୍ଡିଂ କରିବା ପାଇଁ ଯାଉଥିଲୁ। କିନ୍ତୁ ଡାଇରେକ୍ଟ ଆମେ ଏବେ 3 ବର୍ଷ ହେଲା କଥା ହଉନଥିଲୁ ହ୍ୟୁମାନ ସାଗର ସହିତ। ତ ଆପଣଙ୍କର ତାଙ୍କ ସହିତ ଲାଷ୍ଟ ଦେଖା କେବେ ହେଇଥିଲା? ଲାଷ୍ଟ ଦେଖା ଜଗତର ଜ୍ୟୋତି ଗୀତ ସମୟରେ ହେଇଥିଲା ମୋର। ଜଗତ ବର୍ଷ ବଡ ଦିନରେ ରିଲିଜ ହେଇଥିଲା ଜଗତର ଜ୍ୟୋତି, ଦେଖ ହେଲେ ପ୍ରକାଶିତ, ଜ୍ୟୋତି ରୂପରେ ସେ ହେଲେ ଉଦିତ, ଏଇ ଗୀତଟା ଆପଣ ଶୁଣିଥିବେ। ଆପଣଙ୍କର ସବୁ ଗୀତ ଆମେ ଶୁଣୁଛୁ। ମୁଁ ଆପଣଙ୍କର ଗୀତ ପଢିଲେ ମୁଁ ଜଗିଥାଏ ଶୁଣିବା ପାଇଁ। ଆପଣଙ୍କର ଗୀତ ହଉ, ଯେକୌଣସି ଗୀତ, ଖ୍ରୀଷ୍ଟିଆନ ଗୀତ ଯାକ ଆମେ ନୂଆରେ ଆସୁଛି, ମୁଁ ସବୁ ଚ୍ୟାନେଲ ସବସ୍କ୍ରାଇବ କରିଦେଇଥାଉଛି। ମୁଁ ଦେଖେ, ଶୁଣେ, ରିପିଟ କରି ଶୁଣେ, ଆପଣ ବିଶ୍ୱାସ କରିବେନି। ଆଉ ମୁଁ ହ୍ୟୁମାନ ସାଗରଙ୍କ ଭଏସ, ହ୍ୟୁମାନ ସାଗରଙ୍କ ଗୀତ, ଖ୍ରୀଷ୍ଟିଆନ ଗୀତ, କୌଣସି ଗୀତ ମିସ୍ କରେ ନାହିଁ। ତାର ବହୁତ ମ୍ୟୁଜିକ ଡାଇରେକ୍ଟର ବି ଆମ ଓଡିଶାରେ ବାହାରିଲେ, ଖ୍ରୀଷ୍ଟିଆନ ମ୍ୟୁଜିକ ଡାଇରେକ୍ଟର, ଲିରିସିଷ୍ଟ, ଅନେକ ଗୀତ ସେ ହିଁ ଗଢିଲେ କହିଲେ ବି ଚଳିବ, ବୁଝିଲେ କି ନାଇଁ? ଆଗରୁ ଗୀତର ଏତେ ଲୋକମାନଙ୍କ ପାଖରେ ଆପଣଙ୍କ କହିବା ଭଳି ମାନେ ଗୀତର ଏତେ ଭ୍ୟାଲୁ ମଧ୍ୟ ନଥିଲା, ଲୋକ ଏତେ ଗୀତ ପସନ୍ଦ କରୁନଥିଲେ, ମାନେ ଚାହିଦା ନଥିଲା। ଓଡିଆ ଗୀତ ଶୁଣିବାକୁ ଲୋକ ଭଲ ପାଉନଥିଲେ। ଆଉ ଗୋଟେ ଏ କଥା ନିରାଟ ସତ୍ୟ ଯେ ବମ୍ବେ ସିଙ୍ଗର ମାନେ ଆସି ଗୀତ ଗାଉଥିଲେ, କିନ୍ତୁ ହ୍ୟୁମାନ ସାଗର ଆସିବା ପରଠାରୁ ଏଇଟା ବାସ୍ତବ ସତ୍ୟ, ରାସ୍ତା ଏକ ପ୍ରକାର ବନ୍ଦ ହେଇଗଲା। ସବୁ ସେମାନଙ୍କ ରାସ୍ତା ପୁରା ବନ୍ଦ ହେଇଗଲା, ମାନେ ଆବଶ୍ୟକତା ପଡିଲା ନାହିଁ। ହ୍ୟୁମାନ ସାଗର ଆସିବା ପରଠାରୁ ଲୋକପ୍ରିୟତା ବହୁତ ବଢିଲା, ଆଉ ଓଡିଆ ଗୀତ ଶୁଣିବାର ଚାହିଦା ବଢିଲା। ଆପଣଙ୍କର ପାଖରେ କିଛି ଏମିତି ଇନଫରମେସନ ଅଛି କି ହ୍ୟୁମାନ ସାଗରଙ୍କର ମୃତ୍ୟୁର ରହସ୍ୟ ବିଷୟରେ କି କଣ? ସେମିତି କିଛି ରହସ୍ୟ ବିଷୟ ମୁଁ ଜାଣି, ତାଙ୍କର ମୃତ୍ୟୁ କେମିତି ହେଇଛି କିଛି ଜଣା ପଡୁନି, ମୁଁ ଜାଣି ବି ପାରୁନି। ଯାହା ଆମେ ମିଡିଆରେ ଦେଖୁଛୁ, ମିଡିଆରେ ଆମେ ଯାହା ଦେଖୁଛୁ, ଶୁଣିବାକୁ ମିଳୁଛି ଯାହା ସବୁ, କିନ୍ତୁ ତାର ସତ୍ୟାସତ୍ୟ ପର୍ଯ୍ୟନ୍ତ ମୁଁ ଖୋଜି ବାହାର କରିପାରୁନି। ନିଶ୍ଚୟ କଥା, ସେଇ ଯାକ ଆହୁରି ବାହାରିବ ପରି ମଧ୍ୟ ଲାଗୁନାହିଁ। କିନ୍ତୁ ଯାହା ସବୁ ସିଏ ଗୀତ ମାଧ୍ୟମରେ ଅର୍ଜନ କରିଥିଲେ, ସେ ଟଙ୍କା ହେଲେ ମିଳିଲେ ବହୁତ ଭଲ ହୁଅନ୍ତା। ତାଙ୍କ ମାଆକୁ ହେଇଥାନ୍ତା, ତାଙ୍କ ଝିଅ ପାଇଁ ହେଇଥାନ୍ତା। ଯେତେ ସବୁ ରୋଜଗାର କରିଥିଲେ, ଯେତେ ସବୁ ତାଙ୍କ ମ୍ୟାନେଜର ଆକାଉଣ୍ଟକୁ ଯାଉଥିଲା, ସେ ସବୁ ଟଙ୍କା ମିଳିଲେ
ବହୁତ ଭଲ ହେଇଥାନ୍ତା ବୋଲି ମୁଁ ମନେ କରୁଛି। ନିଶ୍ଚୟ ନିଶ୍ଚୟ ନିଶ୍ଚୟ। ତାଙ୍କ ଫ୍ୟାମିଲି ମ୍ୟାଟର ବିଷୟ ଆପଣ କିଛି ଜାଣିଥିଲେ କି? ତାଙ୍କ ସ୍ତ୍ରୀ ପରେ ତାଙ୍କର ଯେତେବେଳେ ଏମିତି ଇସ୍ୟୁ ଆସିଲା, କଣ୍ଟ୍ରୋଭର୍ସି ଆସିଲା, ସୋସିଆଲ ମିଡିଆ ଦ୍ୱାରା ହିଁ ଜାଣିଲି, ନହେଲେ ସେ ବିଷୟରେ ମୁଁ କେବେ ଜାଣିନଥିଲି। ତାଙ୍କ ସ୍ତ୍ରୀଙ୍କ ସହିତ ତାଙ୍କର ମାଙ୍କ ସହିତ କି କେବେ ଆପଣ ସେ ତାଙ୍କ ଫ୍ୟାମିଲି ବିଷୟରେ କି କଣ ପର୍ସନାଲ ବିଷୟରେ ଆଲୋଚନା କରିଥିଲେ? ମୁଁ ପଚାରେ ମ୍ୟାଡମ କେମିତି ଅଛନ୍ତି କିମ୍ବା ମା କେମିତି ଅଛନ୍ତି ବୋଲି ପଚାରେ। ହଁ ଠିକ ଅଛନ୍ତି, ବହୁତ ଭଲ ଅଛନ୍ତି, ମାଙ୍କ ଦେହ ତ ଭଲ ରହୁନି, ବାପା ଚାଲିଗଲା ପରେ ଏମିତି କହୁଥିଲେ। ଯେବେ ଆସିଲେ ବି ପଚାରେ ମୁଁ ମା କେମିତି ଅଛନ୍ତି ବୋଲି ପଚାରୁଥିଲି। ବହୁତ ଦୁଃଖର କଥା। ଆଗକୁ ବି ବହୁତ ବଢିଆ ଗୀତ ଯାକ ତାଙ୍କୁ ଦେବାର ଥିଲା, ଅନେକ ଗୀତ ଗାଇବାର ଥିଲା, କିନ୍ତୁ କଣ କରିବା ଅଧୁରା ରହିଗଲା ସବୁ ସ୍ୱପ୍ନ। କଷ୍ଟ ହଉଛି ଟିକେ, ଏବେ ପର୍ଯ୍ୟନ୍ତ ଭୁଲି ହେଉନାହିଁ, ଲିଭୁ ଏବେ ନାହିଁ ଦାଗ ଏବେ ସେବେ ପର୍ଯ୍ୟନ୍ତ ହଉଛି। ତାଙ୍କୁ ଆଉ ଭୁଲି ହେଲା ଭଳିଆ ଜିନିଷ ନାହିଁ। ଆପଣ ଗୀତ ଶୁଣିବେ ହିଁ, ଗୀତ ଶୁଣିଲେ ଗୋଟେ ମନେ ସଙ୍ଗୀତ ପଡୁଥିବ। ଜଗତର ଗୋଟେ ଯୁଗ ଅବସ୍ଥାନ ଘଟିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ନିଶ୍ଚୟ ନିଶ୍ଚୟ ଗୋଟେ ନିଶ୍ଚୟ। ଏରା ସରିଲା 10 ବର୍ଷ ଭିତରେ, ସେମିତି ମାନେ ଏତେ ଗୀତ ଗାଇଦେଲେ, ଯଥେଷ୍ଟ ଗୀତ ଗାଇଦେଲେ। ବହୁତ ଗୀତ ଗାଇଦେଲେ, ବହୁତ ଗୀତ ଗାଇଦେଲେ। ଏବେ ତାଙ୍କ ବିନା ଓଡିଶା ସଙ୍ଗୀତ ଜଗତ କଣ ହବ କିଛି ଭାବି ହଉନାହିଁ। ମାନେ କେମିତି ଶେଷରେ ଗୋଟେ ଚାଲିବ। ବିଷୟ ପଚାରିବି ଆପଣଙ୍କୁ ଯେ ହ୍ୟୁମାନ ସାଗରଙ୍କୁ ତାଙ୍କେ ମଲା ପରେ ମଧ୍ୟ ଏବେ ମଧ୍ୟ ଲୋକମାନେ ଧର୍ମକୁ ନେଇକି ବିରୋଧ କରୁଛନ୍ତି, ତ ଆପଣ କଣ କହିବେ? ଦେଖନ୍ତୁ, ଯେହେତୁ ଆମ ଓଡିଶା ହଉଛି ଏକ ହିନ୍ଦୁ ରାଜ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ, ତ ଲୋକମାନେ ବିଭିନ୍ନ ପ୍ରକାର ଚିନ୍ତାଧାରାର ଲୋକ ରୁହନ୍ତି, ପଜିଟିଭ କୁହନ୍ତି, ନେଗେଟିଭ କୁହନ୍ତି, କିନ୍ତୁ ସେ ବିଷୟକୁ ଏତେ ଗୁରୁତ୍ୱ ଦେବା କଥା ନୁହଁ। ଆଉ ବର୍ତ୍ତମାନ ତ ବାକ୍ୟ ଅନୁସାରେ ସବୁ ଘଟୁଛି, ଆମ ଖ୍ରୀଷ୍ଟିଆନ ଲୋକମାନଙ୍କୁ ଅନେକ ନିନ୍ଦା, ତାଡ଼ନା, ଅପମାନ, ଘୃଣା କରିବେ, ତ ସେଥିରେ ଆମେ ଉତ୍କ୍ଷିପ୍ତ ହେବା କଥା ନାହିଁ, କେବଳ ସହ୍ୟ କରି ଯିବା କଥା। ଧର୍ମ ନାଁରେ ବହୁତ କଥା କହୁଛନ୍ତି, କଷ୍ଟ ଲାଗୁଛି, କିନ୍ତୁ ସବୁ ଆମେ ସହ୍ୟ କରିବାକୁ ପଡିବ। ପ୍ରଭୁ ବଳ, ଶକ୍ତି, ସାହସ ଆମକୁ ଦିଅନ୍ତୁ। ଯେତେ ନିନ୍ଦା ଅପମାନ ଆସିଲେ, ଯେତେ ବି ତାଙ୍କୁ ମାନେ ଅବାନ୍ତର ପ୍ରଶ୍ନ ଗୁଡାକ କିମ୍ବା ନେଗେଟିଭ କମେଣ୍ଟ ଗୁଡାକ ଦେଲେ ମଧ୍ୟ ଆମେ ସବୁ ସହିକି ଯିବାକୁ ପଡିବ। ଯେହେତୁ ସେମାନଙ୍କର ପ୍ରଶ୍ନରୁ, ସେମାନଙ୍କର ମନ୍ତବ୍ୟରୁ ଜଣା ପଡି ଯାଉଛି ଯେ ସେଗୁଡାକ କେତେ ମାନବୀୟ, ଯୁକ୍ତିହୀନ ଗୁଡାକ। କେତେ ସାମାଜିକ, କେତେ ସମାଜ ପାଇଁ ହିତକର ଜିନିଷ ଗୁଡିକ ଜଣା ପଡି ଯାଉଛି। ତ କିନ୍ତୁ ଧନ୍ୟବାଦ ସମସ୍ତେ ଆପଣଙ୍କୁ। ହେଇଛନ୍ତି, ସବୁ ସମ୍ପ୍ରଦାୟର ଲୋକମାନେ ଆଜି ବି ସମସ୍ତଙ୍କ ହୃଦୟରେ ସେ ଚିର ସ୍ମରଣୀୟ ହୋଇ ରହିବେ। ନିଶ୍ଚୟ ନିଶ୍ଚୟ ସବୁ ନିଶ୍ଚୟ। ଧର୍ମର ଲୋକମାନେ ତାଙ୍କୁ ନିଜ ହୃଦୟରେ ସ୍ଥାନ ଦେଇଛନ୍ତି, ଏହା ନିରାଟ ସତ୍ୟ। ତ ଆପଣଙ୍କର ଚ୍ୟାନେଲ ମାଧ୍ୟମରେ ଆଗକୁ କଣ ପ୍ଲାନ୍ ଅଛି? ଏବେ ଆପଣ କଣ କରିବେ? ଏବେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ମୁଁ ଗୋଟେ ଗୀତ ପ୍ରସ୍ତୁତ କରିବା ପାଇଁ ଯାଉଛି। ବର୍ତ୍ତମାନ କମ୍ପୋଜିସନ ଲେଖା ଚାଲୁ ରହିଛି। ଆଉ এবି ମ୍ୟୁଜିକ ତରଫରୁ ହ୍ୟୁମାନ ସାରଙ୍କ ବିୟୋଗରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ପୂର୍ବକ ଗୋଟିଏ ସ୍ମୃତି ଗୀତ ମୁଁ ପ୍ରସ୍ତୁତ କରିବା ପାଇଁ ଚାହିଁଛି। ତାହେଲେ ହିଁ ହ୍ୟୁମାନ ସାରଙ୍କୁ ନିଶ୍ଚୟ ସେଇଟା ଗୋଟେ ମୋ ତରଫରୁ କିମ୍ବା এবି ମ୍ୟୁଜିକ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ହେବ। ନିଶ୍ଚୟ। ତ ଆପଣ ସେଇ ଯୋଉ ଗୀତ ପ୍ରସ୍ତୁତ କରୁଛନ୍ତି, ସେ ଗୀତ କୋଉ ସିଙ୍ଗର କୁ ଦେବା ପରି ଏମିତି କଣ ଡିସାଇଡ ଫାଇନାଲ ହେଇଛି ନା ନାଇଁ? ଚେଷ୍ଟା ଚାଲିଛି, କାଲିକି ତାହା ନିଷ୍ପତ୍ତି ନିଆହବ। ଆଜ୍ଞା, ଧନ୍ୟବାଦ ଆପଣ ସମୟ ଦେଲେ, ଏତେ ସମୟ କଥାବାର୍ତ୍ତା ହେବା ପାଇଁ ସୁଯୋଗ ଦେଲେ। ପ୍ରଭୁ ଆପଣଙ୍କୁ ଅନୁଗ୍ରହ କରନ୍ତୁ, ଆଗକୁ ମଧ୍ୟ ଆପଣ ଏମିତି ନୂଆ ନୂଆ ଗୀତ ପ୍ରସ୍ତୁତ କରନ୍ତୁ। ଆମେ ହ୍ୟୁମାନ ସାଗରଙ୍କର ଆଗମନ କଥା ଜାଣିନଥିଲୁ, ପ୍ରଭୁ ଆମ ପାଖକୁ ତାଙ୍କୁ ଉପସ୍ଥିତ କରେଇଲେ, ସେ ନେଇକି ଗଲେ। ହୁଏତ ପ୍ରଭୁ ଚାହିଁଲେ ଆହୁରି ମଧ୍ୟ ସେମିତି କଣ୍ଠଶିଳ୍ପୀଙ୍କୁ ପ୍ରଭୁ ନିଶ୍ଚୟ ଦେବେ। ଆମେ ସେଥିପାଇଁ ପ୍ରାର୍ଥନା ସହିତ ଜୀବନ ଯାପନ କାଟିବା ଦରକାର। ଠିକ ଅଛି ସାର୍, ଧନ୍ୟବାଦ ସାର୍। ଧନ୍ୟବାଦ ସାର୍, ବହୁତ ବହୁତ ଧନ୍ୟବାଦ ସାର୍। ଓକେ, ଥ୍ୟାଙ୍କ ୟୁ ସୋ ମଚ୍ ସାର୍। ଥ୍ୟାଙ୍କ ୟୁ।